ସେଠି ବସିଛୁ କ'ଣ ଖାଇବା ପାଇଁ ନା କ'ଣ? ହାଁ ଖାଇବୁ ନା କ'ଣ? ଆଉ ଥଣ୍ଡା ହେଇଯାଉ ଦେ ଫୁଙ୍କିଦେବି। କ'ଣ ପାଇଁ ବସିଛୁ ଏଠି? ବସିଛି ଗରମଟା ମତେ ତ ଝାଳ ଫୁଙ୍କୁଛି ମୁହଁରେ ଦେଖିପାରୁଛ ନା ନାଇଁ ରୋଷେଇ କରି ହଉନି ଏତେ ଗରମ ହେଉଛି। ସେଇଥିପାଇଁ ଆସି ବସିଛୁ ନା କ'ଣ? ମୋତେ ତ ଦେଇଛୁ ପଖାଳ ଆଳୁ ଚକଡ଼ା ଅଣ୍ଡା ଆମଲେଟ୍ ଦେଇଛୁ। ମୁଁ ତୁ ଏଠି ବସିଲୁ ଆଜି ଖାଇବୁ ବୋଧେ। ସକାଳୁ ସକାଳୁ ଖାଇଦେବୁନୁ ଅଣ୍ଡା ପଖାଳ ପେଟ ଥଣ୍ଡା ରହିବ। ମିକୁଲୁ ତୁ ଗୋଟେ ଝିଅଟେ କିଏ ଟିକି ଲଗେଇଛୁ? କିଏ ଲଗେଇଛି? ତୁ ଟିକି ଲଗେଇ ତାର ଲଗେଇ ଦେଇଛି ଟିକିଲେ କ'ଣ ତୁ କାନ୍ଦିଲୁ ବୋଲି ଲଗେଇଦେଲୁ ନା ମନକୁ ଲଗେଇଦେଲୁ? କହୁଛୁ ମାମା ଲଗେଇ ଦେଇଛି। ମାମା ଲଗେଇ ଦେଇଛି। ତୁ ଯାଉଛୁ କୁଆଡ଼େ? ହାତ ଧୋଇକି ଆସିଲେ ଥଣ୍ଡା ପାଣି ଟିକେ ପିଇବି। ଥଣ୍ଡା ପାଣି ପିଇବୁ? ହଉ ଧୋଇକି ଆସ ଧୋଇକି ମୁଁ ଖାଇଦିଏ। ଖାଇସାରେ ଆଜି ରବିବାର ଆଜି ଅଣ୍ଡା ଦିନ ନେଇଯାଇଛି ସକାଳୁ ଆଉ ଖାଇବା ଆଉ। ତୁ ଅଣ୍ଡା ଖାଇବୁ? ଖାଇବା ମୁଁ ଆସେ ପିଲା ପଟା କାଟିବାକୁ ପଡ଼ିବ ନା ଆଉ କେମିତି କରିବି ନହେଲେ। ଦେଇ ଘରୁ ଆସେ ଇଏ ତାଙ୍କ ଚିକେନ୍ଟା ଦେଇ ଆସେ ସେମିତି ଆଡ଼ଜଷ୍ଟ କରିଦେ। ମୁଁ 8 ଟଙ୍କା ବସି ହେଉନି ଏତେ ଗୋଟେ ଲମ୍ବା ପଟାଟେ ତାକୁ କାଟିବାକୁ ପଡ଼ିବ ନା ଆଉ। କଟକ ଚଲେଇନି ମାଉସୀ କିଆଁ ବୋଲି ମୁଁ ଚୁପଚାପ ରହିଛି ଜାଣିପାରୁନି। ପିଠାଟା ଗୋଟେ ଆମର ଭାଙ୍ଗି ଯାଇଛି। ସେ ଦେଇଥିଲା କରିବାକୁ ଯେ ମୁଁ କାମ କରୁଥିଲି ଆଇଲି ଏବେ ଖାଇବାକୁ ଖାଇସାରିକି ଯିବି ଟିକେ ତାଙ୍କ ମାଲିକ ଘର ଦେଇ ଘରକୁ ଦେଇକି ଆସିଲେ ତାପରେ ପିଠାଟା କରିବି ଆଉ। ହଁ ଖା ଅଣ୍ଡା ଖାଇଯିବେ ଯିବି ମୋର କାମ ଅଛି ବି ଆଇଲେ ପୁଣି ପିଠାଟା କରିବାକୁ ପଡ଼ିବ। ଦେଲା ଗଡ଼େଇ ଭାଙ୍ଗିଦେଲା ସବୁ। ମୁଁ ତ ଧରିନାହିଁ ମୁଁ ଧରିନି ଏତେ ବୋତଲ ମୁଁ ଏଇ ଥଣ୍ଡା ବୋତଲ ରଖିଛି। ତେଲିଆ କେମିତି ହେଲା ମୋ ମିକୁ ପଚା ଏଇ କାମ ଧରିବ ତମେ ନିଜେ ଧରିଛ। ସକାଳେ ଚୁଡ଼ା ମୁଢ଼ି କିଏ ଖାଉଥିଲା? ମୁଁ ଖାଉଥିଲି। ଆଉ ତମେ ତ ଖାଉଥିଲ ସେଇଟା ବିସ୍କୁଟ ଗୁଡ଼ା ତେଲିଆ ହଉଛି ତମେ ଧରିକି ପିଇଛ ପାଣି ନାହିଁ କରୁଛ। ପାଣି ପିଇବୁ ମୁଣ୍ଡ ଥଣ୍ଡା ହେବ ତାପରେ ତ ପାଣି ଥଣ୍ଡା ପାଣି ପିଇବୁ କହୁଛୁ ପୁଣି କୁଆସଟା ନେଇ ଆଇଲୁ କ'ଣ ପିଇବାକୁ? ମୁଁ ଏଥିରେ ଗୋଳେଇକି ପିଇବି। ବାବା ସେଇଟା କହୁନୁ ମେନ୍ କଥା ସେ ଗୋଳେଇ ପିଇବୁ ବୋଲି। ଆଜି ବି ଖରା ବି ଜୋର ହେଉଛି ଏବେ ଟିକେ ବର୍ଷା ଉଠେଇଲାନି। ହଉନି କିଛି ନାହିଁ ତରଳୁନି କିଛି ନାହିଁ। କେଉଁଟା ମୁଁ ସେଇଥିପାଇଁ ଭେଦେଇକି ନେଇକି ଆଇଲି। ସେ ତଳେ ରହିଛି ତଳେ ସେଇଟା ଟିକେ ଉପରେ ଟିକେ କଣା ହେଇଗଲେ ପାଣି ବାହାରିବ। ବାବା ବରଫ ପାଣି ମିଶେଇକି କୁଆସ ପିଇବ। ପୁରା ଥଣ୍ଡା ପାଣି ପିଇବି କିଛି ମିଶେଇବିନି। ସତ ଯେମିତି ଆଜି ଥଣ୍ଡା ପାଣି ପିଉଛି ଆସି କୁଆସ ମିଶେଇକି ମୋତେ ଲାଗୁଛି ସତେ କି ଯାଇଥିଲା ବିଲ ବାଡ଼ିର କାମ କରିକି ହେଲା। ହଁ କ'ଣ ଆଜି କ'ଣ ରୋଷେଇ କରିଦେଉଛି ଖାଇଦେଉଛ? ତୁ ସେଇଟା କରନ୍ତୁନି ତୁ ଆଉ। ପିଠା ନାହିଁ ସେଇଟା କଷ୍ଟରେ ମୁଁ କରୁଛି ଝାଳ ନାଳ ଲାଗୁଛି ବସିବାକୁ ସୁବିଧା ନାହିଁ। ଅଖର ତ ପିଠା କାଲି ଆଡ଼ଜଷ୍ଟ କରିଦେ। କ'ଣ ଆଜିକି ଆଡ଼ଜଷ୍ଟ କରିଦେ ନା କାଲିକି କ'ଣ କହିଲ? ମୁଁ ସେଇଟା କାଢ଼ିକି ଏବେ ଟିକେ ବସିକି ଆଡ଼ଜଷ୍ଟ କରିଦେ। ଆମର ଫ୍ରିଜ୍ ଥାଆନ୍ତା ବୋଲେ ମୁଁ ଖାଲି ଦିନ ରାତି ପିଅନ୍ତି ଥଣ୍ଡା ପାଣି। ଦିନ ରାତି କାହିଁ ତୁ ଦିନ ରାତି କାହିଁ ହଠାତ୍ ଝୁଣା ନାହିଁ ଯେତେବେଳେ ଇଚ୍ଛା ହୁଅନ୍ତା ସେତେବେଳେ। ଚିନି ସରିଗଲାଣି ତ? ଚିନି ଆସିବ ଆଜି ସଉଦା ଆସିବ ଚାଉଳ ଆସିବ ଚିନି ଆସିବ ଆଉ 1000 ଟଙ୍କା ତ ବାକି ହେଇଛି। ଡାଲି ଆସିବ ଆଉ କ'ଣ କରିବା ପଇସା ଦେଲା ବେଳକୁ 2000-2500 ଲାଗିଯିବ। ଆଜି କେତେ ତାରିଖ ହେଲାଣି? ତୁ ତଳକୁ ପଳା ମାର୍ବୁଲ ଶୋଇ ପଡ଼ିବୁ ଥଣ୍ଡା ଲାଗୁଛି। ଇଚ୍ଛା ହଉନି ରୋଷେଇ କରିବାକୁ। ତମେ ଗୋଟେ ବଡ଼ ଲୋକ ହେଇଯାଉନ ଗୋଟେ ଚାକର ବାକରାଣୀ ରଖୁଛ। କହି ତ କାମ ଲାଗିଗଲା। କଟିଯିବ ଗୋଡ଼ ସିଆଡ଼େ ଗଡ଼େଇ ଗାଡ଼େଇକି ତମେ ଗୋଟେ ଏଇ ଯେଉଁ କ'ଣ କହିଲା କ'ଣ ଏ ଯାହା ମତେ ବହୁତ କହୁଛୁ। ସବୁଠୁ ଆମର ବଡ଼ ଲୋକ ସେ କିଏ? ଅମ୍ବାନୀ। ତମେ ଅମ୍ବାନୀ ଭଳିଆ ହେଇଯାଆନ୍ତ ସ୍ୱପ୍ନ ଦେଇକିନା ଚାକର ଚାକରାଣୀ ରଖ। ମୁଁ ଖାଲି ବସିକି ମୋବାଇଲ ମୁଁ ଜଣଙ୍କ କଥା ଆସି ଚାକର କରୁଛି ଚାକର କାମ କରୁଛି ତୁ ଆହୁରି ଚାକର କାହିଁ ରଖି। ମୋର ଭାରି ଇଚ୍ଛା କାହା ଗୋଟେ ରଖନ୍ତା ରୋଷେଇ କରିବାକୁ। ମୁଁ ଖାଲି ବସିକି ମୋବାଇଲ ଦେଖନ୍ତି ନିଜେ ଖାଲି ଗାଧାନ୍ତି ଖାଆନ୍ତି ଆଉ ସବୁ କାମ ସେ କରନ୍ତି। ବାବା ଭାରି ଇଚ୍ଛା ଅଛି। ମିକୁ କହୁଛି ବାବା
ହାତ ହାତ କିଛି ଲାଭ ନାହିଁ ଯାଉ କାମ ସାରିକି ଆସି ହାତଟା ଟିକେ ଧୋଇଦବ ଯା ବାପା ଆ ହାତ ଧୋଇବା ଏ ହେ ଦେଇରୁ ଚା ପା ସଇଲା ନେଇଯାଇଛି ଏଇ ଆ ହାତ ଦେ ଚାଲ ହାତଟା ହେଇଛି ଯା ଧୋଇଦବ ତୁ ଉଠା ଉଠି କରିଦେ ସେ ପଡ଼ିଛି ସବୁ ଆସି ଛତ୍ର କରିବ ହଁ ଗାଡ଼ି ମାଡ଼ି ପକେଇ କ'ଣ ଖର୍ଚ୍ଚ ଦେବ ଏଟା ମୋ ଜାଗାରେ ଧୋଇକି ପଳେଇଛି ତମେ କେତେ ଦେଇ ଦେଇଛ ମୁଁ କାହିଁ ଦେବି ଆଉ ମୋ ତମ କ'ଣ କାଢ଼ି ଦେଉଛୁ ଭାତ ଗୁଡ଼ା ଖାଇଦେବୁ ଭଲ ଲାଗୁନି ମତେ ଆଳୁ ଚକଟା ପସନ୍ଦ ଦେଶୀ ଖାଦ୍ୟ ଭଲ ଭଲ ଶାଗ ଦେଶୀ ଖାଦ୍ୟ ମତେ ଶାଗ ଭଲ ଲାଗିବ ଆଉ କ'ଣ ଭଲ ଆଳୁ ଚକଟା ମତେ ଇଚ୍ଛା ନାହିଁ ଆଉ କ'ଣ ହେଇଥିବ ଶାଗ ଭଜା ଖାଇଦେଉଛନ୍ତି କି ମାଛ ଭଜା ଟିକେ ଦେଇଛନ୍ତି ମାଛ ଟିକେ ଆଣ ପଇସା ଥିଲା 50 ଟଙ୍କା ନେଇଯାଇନି ମାଛ 50 ଟଙ୍କାରେ 2 ପିସ୍ ହେବ ଚୁନା ମାଛ ହେଲେ ଆଣିଥାନ୍ତେ ଟିକେ 250 ବହୁତ ଇଚ୍ଛା ହଉଛି କେବେ ଚୁନା ମାଛ ଟିକେ ଖାଇନି ଦେଖିଆ 50 ଟଙ୍କାରେ ହେଇଥାନ୍ତା 250 ଚୁନା ମାଛ କାହିଁକି ଚୁନା ମାଛ ଟିକି ନା ଆମକୁ 250 ହେଲେ ଏତେ ହେଇଯିବ 500 ଆଣିଲେ ହବନି ବହୁତ ହେଇଯିବ 500 ହଉ ଆଜି ରବିବାର ସୋମବାର ଦିନ କାଲି ସୋମବାର ପରଦିନକୁ ଆଣିବା ଆଉ 250 ଆଣିଲେ ହେଇଯିବ ବୁଧବାର ଦିନ ଆଣିବା କାହିଁକି କହିଲେ ଚୁନା ମାଛ ଛୋଟ ନା ଅଧିକା ଉଠିବ ଚୁନା ମାଛ ହଉ ଚୁନା ମାଛ ଟିକେ ଆଧା ଦେବ ଟିକେ ଠୁକଠୁକିଆ କରିଦେଇଥାନ୍ତେ ଠୁକଠୁକିଆ କ'ଣ ଆମର ସେ ଠୁକଠୁକିଆ କୁହନ୍ତି ଠୁକଠୁକିଆ ମୁଁ ସେମିତି କ'ଣ ୱାର୍ଡ଼ କହୁଛି ଠୁକଠୁକିଆ ମାନେ ଯୋଉ ଯେମିତି କରନ୍ତିନି ନା କଷା ଟାଇପର ସେମିତି ଠୁକଠୁକିଆ ଚୁନା ମାଛଟା ଜମା ଝୋଳ ହବନି ଖାଲି ମସଲା ଦିଆ ହେଇଥିବ ଟମାଟୋ ପିଆଜ ମସଲା ଦେଇକି କରାହବ ଠୁକଠୁକିଆ ସେଇଟା କୁହନ୍ତି ଆଉ ଟିକେ ଖଟା ପଡ଼ିବ ହେ ଖଟା ପକେଇଲେ ମୋତେ ଆସିବନି ଭଲ ଲାଗେନି ଆମେ ଖଟା ପକେଇ ନଥାନ୍ତେ ଆଉ ମସଲାରେ କରିଥାନ୍ତେ ଭଲ ଲାଗିଲା ଚୁନା ମାଛ ଠୁକଠୁକିଆ ହଁ ମୁଁ ଯାଉଛି ବାବୁ ଲେଟ୍ ହେଲାଣି ଭାଉଜ ଡାକିଲେ ଆମେ କାମ କରୁଛୁ କହିଲେ ଆସିକି ନେଇଯାଅ ଆମେ ଶୋଇବୁ ନା ସେ ଶୋଇବେ ପଳେଇ ଯାଇନି କାହିଁକି ଧରିକି ପଳେଇନି ମୁଁ ଆସିଲେ ରଖିଦେଇଥା ମୁଁ ଆସିଲେ ଖାଇବି ଚିକେନ୍ ପଡ଼ିଛି ତା ଦେହରେ ଯିବା ଟିକେ କାମ ଅଛି ଛାଡ଼ି ଦେଇକି ଆସିଲେ ଖାଲି ତ ଖାଇବା ଆଉ କିଛି କାମ ନାହିଁ ମୋର ଖାଇବି ଖଟିବି ଟାଇମ୍ କେତେ 4:30 ବାଜିଲାନି ବୋଧେ 4:30 ବାଜିଲାନି ଟାଇମ୍ ନେଇଯା ସେ ଘରେ ରଖିଦେ ଏଠି ମୁଁ ପରେ ଆସିକି ଖାଇବି ଏବେ ଆଉ ଖାଇବିନି ଆଉ କାମ ଅଳ୍ପ ଟିକେ ଅଛି ଛାଡ଼ି ଦେଇକି ଆସିଲେ ଖାଇବି ଏଠି ବିଲେଇ ଖାଇଦେବ ସବୁ ସଫା କରିଦେବ କିଛି ରଖିବନି ଆଉ ସେ ଘରେ ରଖିଦେ ସବୁ ନେଇକି ତୁ ଖାଇବୁନି ଖାଇସାରିଲୁଣି ନା ଆଉ ଟିକେ ଖାଇଦେବୁ କ'ଣ ନା ପଇସା ମିଳୁ ପଇସା ମିଳିଲେ ବିରିୟାନୀ ଆଣିବୁ ସବୁ ପ୍ରକାର ଆଣିବା ଟିକେ ଟିକେ ନାଇଁ ଏଇଥରକ ବି ମନେ ଅଛି ନା ଆମେ ଆରଥରକ ଭିଡ଼ିଓରେ କହିଥିଲେ ପଇସା ମିଳିବା କେତେ କଥା ହେଇଥିଲେ ଆଣିବା ବୋଲି ଏଇଥରକ ବି ଆଣିପାରିବାନି ଗାଁକୁ ଯିବା ବା ରଜରେ ଆଣିପାରିବା କୋଉଠି ଦେଖିଆ ହବ ବି ଖାଇପାରିବାନି ରଜରେ ଗାଁକୁ ଯିବା ନା ଟିକେ ଯାଇନି କେତେ ହଉ ତାକୁ ଶୁଆଇଦେ ମୁଁ ଆସେ ହଁ ଛାତ ଦେଇକି ଆସେ ତାକୁ ଛାତ ଦେଇକି ଆସେ ଆମର କେତେ ବସ୍ତା ହେଇଲାଣି ପ୍ରବଳ ବସ୍ତା ହେଇଲାଣି ଆଉ ଯାଉଛି ଖାଇବାକୁ ତ ତୁ ବାନ୍ଧୁଥା ଅନା ନା ବାନ୍ଧେ ରାକ୍ଷୀ କରି କରିନେଇଛି ମୋତେ କାମ ପୁରା ଶେଷ କରିଦେଲୁ ବାନ୍ଧି ବାନ୍ଧି ରଖିଦେଲୁ ବସ୍ତା ସବୁ ରେଡ଼ି ଏବେ ଯିବା ଉପରକୁ ଯିବାନି ଏଠି ପିଠାଟା ଅଛି ତାକୁ କରୁଥିଲୁ ଅଧା ଛାଡ଼ି ଦେଇକି ଯାଇଥିଲୁ ଏଠି କାମ ଥିଲା ତ ଏଇଟା ସଇଲା ଏବେ ବାନ୍ଧିକି ପୁରା ରେଡ଼ି କରିଦେଲେ ବସ୍ତା ଚାଉଳ ଗୁଡ଼ା ରହିଲା ଏବେ ମୁଁ ଯିବି ଏବେ ପିଠାଟା ଯେଉଁ ପଟାଟା ଅଛି କଣ୍ଟା ଫଟା ବାଡ଼େଇ ଦେଇକି ତାପରେ ନେଇକି ଉପରକୁ ଯିବି ଆଉ ପୁରା ସେ ପଟାଟା ବାଡ଼େଇକି ରେଡ଼ି କରିଦେଲି ପୁରା ରେଡ଼ି ହେଇଗଲା ଭାଙ୍ଗି ଯାଇଥିଲା ନେଇଗଲେ ସେମାନେ ବସିକି ରୋଷେଇ କରିବେ ଆଉ ଏବେ ଯାଉଛି ଉପରକୁ ଆଉ ଖାଇବାକୁ ଯିବି ଖାଇସାରିବା ଫ୍ୟାନ୍ଟା ଚାଲିଛି ମନେ ନାହିଁ ଚଲେଇ ଦେଇ ପଳେଇଥାଏ ଫ୍ୟାନ୍ଟା ବନ୍ଦ କରିଦେଇ ଯିବି ପଳେଇବି ଉପରକୁ ଫ୍ୟାନ୍ ଶୋଇଛି ଏଠି ଅଛି ଗାଡ଼ିଟା ଚାର୍ଜ ହେଲାନି ଗାଡ଼ିଟା ମୁଁ ଏଠି ଚାର୍ଜ ବସେଇ ଦେଇଥିଲି କାମ ବନ୍ଦ ଅଛି ତ ଆଜି କ'ଣ ପାଇଁ ସେଥିପାଇଁ ଏଠି ଗାଡ଼ିଟା ଚାର୍ଜ ବସେଇ ଦେଇଥିଲି ଆଉ ବନ୍ଦ ହେଲା ଏବେ ଯାଉଛି ଉପରକୁ ସାଙ୍ଗ ହେଇ ଖାଇଦେବା ହଁ ଦେ ଅଣ୍ଡା ତରକାରୀ ଦେ ଆମର ଅଣ୍ଡା ତରକାରୀ ହେଇଛି ହଁ ମାମା ତ ହଁ ଆଳୁ ଦେ ଖାଇଦେବା ସାଙ୍ଗ ହେଇକି
ଖାଇଦେବା ଆଣିଛି ଏତେ କଷ୍ଟ ହଁ ଖାଇବ ସେଥିପାଇଁ ମନା କରୁଛି ଖାଇବନି ତ ଜଳ ଫୁଟେଇକି ହବ ଆଁ ଆରେ ମୁଁ ଖାଇବି ମତେ ଭୋକ ଲାଗୁନି ବା ମୁଁ ଭାତ ଖାଇଦେବି ଆସୁନୁ ଭାତ ଖାଇଲୁ କ'ଣ ହେଲା ଅଳ୍ପ ଅଳ୍ପ ଟିକେ ଖାଇଦେବା ଅଳ୍ପ ଖାଇଦେବା ଆସୁନୁ ଖାଇଦଉଛି ଶିବାନୀ ଅଳ୍ପ ଖାଇଦେବା ଖାଇଦେବି ସକାଳେ କ'ଣ ସତରେ ମିଛରେ କରୁଛୁ ଏଠି ଆସୁନୁ ମୁଁ ଖାଇନି ଭାତ ଖାଇଛି ନ ଖାମ ଖାଇଦେବି ଯେତେ ଯାଉଛି ଆସୁନୁ ଆଉ ଖାଇଦେବୁ ତ କହୁଛ ଖାଇଦଉନି ଆସୁନୁ ଅଳ୍ପ ଦିନ ଖାଇଦେବା ଖାଇବାର ଇଚ୍ଛା ଅଛି ଯେ ଉପରେ ମନ ଲାଗୁଛି ମା କାଟେବି ବେଶୀ କଥା କହନା ଗୋଡ଼ରେ ଚଢ଼ିକି ଉଠି ଅଣ୍ଡା ତରକାରୀ ବିରିୟାନୀ କେତେ ପ୍ରକାର ହେଇଯାଏ ଆଇଟମ୍ ଅଣ୍ଡା ଲୁଣ ଆଉ ଟିକେ ପିଆଜ ଦେ ଏଇଠି ବସ ବ ଏଇଠି ମାମା ତ ପିଆଜ ଦେଉଛି ଖାଇବା ବିରିୟାନୀ ମାମା ଖାଇଲାନି ବିରିୟାନୀ ଆମେ ଖାଇବା ଆଇଁଷ ହେଇଛି ଯା ନା ଆଇଁଷ ହେଇଛୁ ଏଇ ମା ପିଆଜ କାଟି ଦେଇଥିଲୁ ତୋର ହେତିକି ମୋର ହେତିକି ଆଉ ସାଙ୍ଗ ହେଇ ଖାଇଦେବା ଆଉ ମୁଁ ଏତେ ଖାଇପାରିବି ମୁଁ ଜାଣିଛି ତମକୁ ହବନି ରଖିଦେଲ ହଁ ହବନି ଖା ବିରିୟାନୀ ଖାଇକି ଆଇଛୁ ହଜମ କରିବାକୁ ଛାତ ଉପରକୁ ସମସ୍ତେ ଆଇଛୁ ବୁଲିବାଲି ଟିକେ ପଳେଇବୁ ଆଉ ଅଣ୍ଡା ଅଣ୍ଡା କାହିଁ ଅଣ୍ଡା ଗଳି ପଡ଼ିବ ଛିଡ଼ା ହେଇଛୁ କାହିଁ ସେଠି ଶିବାନୀ ଛିଡ଼ା ହେଇଛୁ ଚୁପଚାପ ଏଠି କ'ଣ ତ ସନ୍ଧ୍ୟା ହେଇଗଲାଣି ତଥାପି ଛାତ ଗରମ ଲାଗୁଛି ପାଦକୁ ତୁ ଚପଲ ପିନ୍ଧି ଜାଣିପାରୁନ ଗରମ ଲାଗୁଛି ଛାତଟା ପୁରା ଟିକେ 5-10 ମିନିଟ୍ ବୁଲାବୁଲି କରିଦେଇକି ପଳେଇବା ବିରିୟାନୀଟା ଖାଇଥିଲୁ ହଜମ ହେଇଗଲେ ପଳେଇକି ତଳକୁ ସେ ଛିଡ଼ା ମଜା ନେଉଛି ଭଲ